ଆମର ବୋର୍ड ପରୀକ୍ଷା ବହୁତ ପାଖରେ ତାପାଇଁ ଆମର ସର୍ଟ କୋଶ୍ଚିନ୍ ଯେଉଁ 50 ମାର୍କର ଏକ୍ଜାମ୍ ହେବ ଆମେ ସର୍ଟ କୋଶ୍ଚିନ୍ ପ୍ରାକ୍ଟିସ୍ କରିବା। ତେଣୁ ପ୍ରତି ଚାପ୍ଟରରୁ ଯଦି ଆମେ ଭଲ ଭାବରେ ସର୍ଟ କୋଶ୍ଚିନ୍ ପ୍ରାକ୍ଟିସ୍ କରିଥିବା ଆମେ ପରୀକ୍ଷାରେ ଫୁଲ୍ରୁ ଫୁଲ୍ ମାର୍କ ରଖିବାରେ ସହଜ ହେବ। ତେଣୁ ଆଜି ଆମେ ଇତିହାସରେ ଦେଖିବା ଚାପ୍ଟର 1 ଭାରତୀୟ ଜାତୀୟ ଆନ୍ଦୋଳନ ଓ ଗାନ୍ଧୀ ଯୁଗ। ବୁଝିହେଲା? ତାହେଲେ ୟାର ଆମେ ସର୍ଟ କୋଶ୍ଚିନ୍ କରିବା ପିଲାମାନେ। 1 ନମ୍ବର କୋଶ୍ଚିନ୍ ପିଲାମାନେ, ନିମ୍ନଲିଖିତ ମଧ୍ୟରୁ ଗାନ୍ଧୀଜୀ କେବେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ? ବୁଝିହେଲା? ତାହେଲେ ଗାନ୍ଧୀଜୀ କେବେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ? 1915 ମସିହା ଜାନୁଆରୀ 9 ତାରିଖରେ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ। ତମେ ନିଜେ ଏଇଟା କର ଏବଂ କେତେ ମାର୍କ ରହିଲା ମୋତେ କମେଣ୍ଟ ବକ୍ସରେ ଜଣାଇବ। 2 ନମ୍ବର, ନିମ୍ନଲିଖିତ ମଧ୍ୟରୁ କିଏ ଗାନ୍ଧୀଜୀଙ୍କ ରାଜନୈତିକ ଗୁରୁ ଥିଲେ? ଗାନ୍ଧୀଜୀଙ୍କ ରାଜନୈତିକ ଗୁରୁ ଥିଲେ ଗୋପାଳକୃଷ୍ଣ ଗୋଖଲେ। ତାପରେ 3 ନମ୍ବର, ନିମ୍ନଲିଖିତ ମଧ୍ୟରୁ କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ? ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ରବୀନ୍ଦ୍ରନାଥ ଠାକୁର ଦେଇଥିଲେ। ତାପରେ 4 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତରେ ଗାନ୍ଧୀଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା? ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରଣ ଆନ୍ଦୋଳନ। ଆମେ ପଢିଛେ ଅପସନ୍ ଏ ହେଉଛି ଆମର କରେକ୍ଟ ଆନ୍ସର। ନେକ୍ସଟ 5 ନମ୍ବର ଯିବା ପିଲାମାନେ। 5 ନମ୍ବର ଦେଲା ଯେ କାହା ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ଚାଷୀମାନଙ୍କର ସମସ୍ୟା ସମାଧାନ ପାଇଁ ଅନୁଧ୍ୟାନ ପାଇଁ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରୀରେ ପହଞ୍ଚିଥିଲେ? ତାଙ୍କୁ ସେଠିକି କିଏ ନିମନ୍ତ୍ରଣ କରିଥିଲେ? ସେ ହେଲା ଅପସନ୍ ବି ରାଜକୁମାର ଶୁକ୍ଲା। ତାପରେ 6 ନମ୍ବର, ଗାନ୍ଧୀଜୀ କେବେ ଦକ୍ଷିଣ ଆଫ୍ରିକାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ? କେବେ? ସେ ହେଲା ଅପସନ୍ ବି 1894 ମସିହାରେ। ନେକ୍ସଟ ପିଲାମାନେ ଆମେ ଦେଖିବା 7 ନମ୍ବର କୋଶ୍ଚିନ୍, କିଏ ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧୀଜୀଙ୍କ ଗଣସତ୍ୟାଗ୍ରହକୁ ବିରୋଧ କରିଥିଲେ? ବିରୋଧ କିଏ କରିଥିଲେ? ସେ ହେଲା ଅପସନ୍ ସି ସୁରେନ୍ଦ୍ରନାଥ ବାନାର୍ଜୀ। ତାପରେ 8 ନମ୍ବର କୋଶ୍ଚିନ୍ ପିଲାମାନେ ଆମକୁ ଦେଇଛି, ଖେଡ଼ା ଆନ୍ଦୋଳନରେ କିଏ ଗାନ୍ଧୀଜୀଙ୍କ ଜଣେ ମୁଖ୍ୟ ସହଯୋଗୀ ଥିଲେ? ଏମାନଙ୍କ ଭିତରୁ ପିଲାମାନେ କହିବ ଖେଡ଼ା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ମୁଖ୍ୟ ସହଯୋଗୀ ଥିଲେ ଇନ୍ଦୁଲାଲ ଯାଜ୍ଞିକ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। ତାପରେ 9 ନମ୍ବର କୋଶ୍ଚିନ୍ ପିଲାମାନେ, ବ୍ରିଟିଶ ବ୍ୟବସ୍ଥାପକ ସଭାରେ କେବେ ରାଓଲାତ ଆଇନ ଗୃହୀତ ହେଲା? ରାଓଲାତ ଆଇନ ଅପସନ୍ ବି 1919 ମସିହା ମାର୍ଚ୍ଚ 18 ତାରିଖରେ ଗୃହୀତ ହୋଇଥିଲା। ନେକ୍ସଟ ପିଲାମାନେ ଆମେ 10 ନମ୍ବର କୋଶ୍ଚିନ୍ ଦେଖିବା, କେଉଁଠାରେ ଗାନ୍ଧୀଜୀ ପ୍ରଥମେ ବାରିଷ୍ଟର ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ? ପ୍ରଥମେ ବାରିଷ୍ଟର ଭାବେ ରାଜକୋଟରେ କ'ଣ ଆଇନ ବ୍ୟବସାୟ ସେ ଆରମ୍ଭ କରିଥିଲେ। 11 ନମ୍ବର, ଗାନ୍ଧୀଜୀ କେବେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ? ରାଓଲାତ ବିରୋଧୀ ଆଇନ ଆନ୍ଦୋଳନ ପ୍ରତ୍ୟାହାର କେବେ କରିଥିଲେ? ସେଟା 1919 ଏପ୍ରିଲ 18 ତାରିଖରେ। ଅପସନ୍ ସି ହେଉଛି ଆମର କରେକ୍ଟ ଆନ୍ସର। ତାପରେ ନେକ୍ସଟ ଆମେ 12 ନମ୍ବର ଦେଖିବା, କେଉଁ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ? ପିଲାମାନେ ଏଇଟା ତମେ ମାନେ ଭଲ ଭାବରେ ଜାଣିଥିବ, କ'ଣ? ଦାଦା ଅବଦୁଲ୍ଲା। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। 13 ନମ୍ବର, କିଏ ଇଣ୍ଡିଆନ ଓପିନିଅନ ନାମକ ଏକ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ? କିଏ? ସେ ହେଉଛନ୍ତି କାହା ବିଷୟରେ ପଢୁଛେ? ମହାତ୍ମା ଗାନ୍ଧୀଙ୍କ ବିଷୟରେ। ତାହେଲେ ମହାତ୍ମା ଗାନ୍ଧୀ ହିଁ ହେଇଥିବେ। ତାପରେ 14 ନମ୍ବର କୋଶ୍ଚିନ୍ ପିଲାମାନେ, କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ? ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ହେଉଛନ୍ତି ଗୋପବନ୍ଧୁ ଦାସ। 15 ନମ୍ବର, କେଉଁଠାରେ ସ୍ୱରାଜ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା? ପିଲାମାନେ କୋଶ୍ଚିନ୍ ପଢୁ ପଢୁ ତମକୁ ଆସିବା ଦରକାର। ସ୍ୱରାଜ ମନ୍ଦିର କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା? ବାଲେଶ୍ୱର ଠାରେ। ତାପରେ 16 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହେଁ? ସମ୍ପୃକ୍ତ ନୁହେଁ ପିଲାମାନେ ଦେଇଛି। କେଉଁଟା ଦେଇଛି? ବିଦେଶୀ ଭାଷା ବର୍ଜନ, ନିର୍ବାଚନ ବର୍ଜନ, ଶିକ୍ଷାନୁଷ୍ଠାନ ବର୍ଜନ, ଅସ୍ପୃଶ୍ୟତା ବର୍ଜନ। ପିଲାମାନେ ଏଇଟା ଆମର କ'ଣ ହବ? ଏଇଟା ଆମର ହବ ବିଦେଶୀ ଭାଷା ବର୍ଜନ। ତାପରେ 17 ନମ୍ବର, କିଏ ଲକ୍ଷ୍ନୌ ଠାରେ ସାଇମନ କମିଶନ ବିରୋଧୀ ଶୋଭାଯାତ୍ରା ସମୟରେ ପୋଲିସ ଲାଠି ମାଡ଼ର ଶିକାର ହୋଇଥିଲେ? ଏମାନଙ୍କ ଭିତରୁ କହିବ ସେ ହେଉଛନ୍ତି ଗୋବିନ୍ଦ ବଲ୍ଲଭ ପନ୍ଥ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। ନେକ୍ସଟ ଆମେ 18 ନମ୍ବର କୋଶ୍ଚିନ୍ ପିଲାମାନେ ଦେଖିବା, ସାର୍ ଜନ୍ ସାଇମନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନରେ କେତେ ଜଣ ସଦସ୍ୟ ଥିଲେ?
କହିଲ ପିଲାମାନେ କେତେ ଜଣ ସଦସ୍ୟ ଥିଲେ? ସେଟା 7 ଜଣ ସଦସ୍ୟ ଥିଲେ। ଅପସନ୍ ସି ହେଉଛି କରେକ୍ଟ ଆନ୍ସର। 19 ନମ୍ବର ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ କିଏ ସଭାପତିତ୍ୱ କରିଥିଲେ? ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ରାମସେ ମାକଡୋନାଲ୍ଡ ସଭାପତିତ୍ୱ କରୁଥିଲେ। 20 ନମ୍ବର ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର କେଉଁ ଅଞ୍ଚଳରେ ଚୌକିଦାରୀକରର ବିରୋଧ କରାଯାଇଥିଲା? କେଉଁ ଅଞ୍ଚଳରେ? ସେଟା ଶ୍ରୀଜଙ୍ଗ ଅଞ୍ଚଳରେ ଚୌକିଦାରୀକରର ବିରୋଧ କରାଯାଉଥିଲା। ନେକ୍ସଟ ଆମର 21 ନମ୍ବର ପିଲାମାନେ କିଏ ଇଞ୍ଚୁଡ଼ିଠାରେ ଏପ୍ରିଲ 13 ତାରିଖରେ ଲବଣ ଆଇନ ଭଙ୍ଗ କରିଥିଲେ? ଇଞ୍ଚୁଡ଼ି କିଏ? ସେ ହେଉଛନ୍ତି ଆଚାର୍ଯ୍ୟ ହରିହର। ତାପରେ ନେକ୍ସଟ 1921 ଡିସେମ୍ବର 31 ତାରିଖରେ କେଉଁଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା? ସେ ହେଉଛି ଲାହୋର ଠାରେ। ଅପସନ୍ ବି ହେଉଛି କରେକ୍ଟ ଆନ୍ସର। 23 ନମ୍ବର ହେଲା ପିଲାମାନେ ସେଥିରେ ଲାହୋର ଭାରତର ପାର୍ଟ ଥିଲା। ସେତେବେଳେ ଭାରତ ପାକିସ୍ତାନ କ'ଣ ବିଭାଜନ ହୋଇନଥିଲା, ଆମେ ବିଷୟ ଭିତରେ ପଢ଼ିଛେ। 23 ନମ୍ବର ନିରଞ୍ଜନ ପଟ୍ଟନାୟକ କେଉଁଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ? କେଉଁଠାରେ? ସେ ହେଉଛନ୍ତି ଗଞ୍ଜାମରେ। ଅପସନ୍ ସି ହେଉଛି କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ 24 ନମ୍ବର ପିଲାମାନେ ଆମେ ଦେଖିବା ବ୍ୟକ୍ତିଗତ ସତ୍ୟାଗ୍ରହ ଆନ୍ଦୋଳନରେ କିଏ ପ୍ରଥମ ସତ୍ୟାଗ୍ରହୀ ହେବାର ସୌଭାଗ୍ୟ ଲାଭ କରିଥିଲେ? କିଏ ହେଉଛନ୍ତି ସେ? ବିନୋବା ଭାବେ। ଅପସନ୍ ଏ ହେଉଛି କରେକ୍ଟ ଆନ୍ସର। ନେକ୍ସଟ ଆମେ 25 ନମ୍ବର ଦେଖିବା ଇରମ ଗୁଳିକାଣ୍ଡରେ ମୋଟ କେତେ ଜଣ ଶହୀଦ ହୋଇଥିଲେ? ପିଲାମାନେ କ୍ୱେଶ୍ଚିନ୍ ପଢୁ ପଢୁ ଆନ୍ସର ଆସିବା ଦରକାର। କ୍ୱେଶ୍ଚିନ୍ 28 ଜଣ ଶହୀଦ ହୋଇଥିଲେ। ନେକ୍ସଟ 26 ନମ୍ବର କ୍ୱେଶ୍ଚିନ୍ କେଉଁ ଆନ୍ଦୋଳନକୁ ଫରାସୀ ବିପ୍ଳବ ଓ ରୁଷ ବିପ୍ଳବ ସହିତ ତୁଳନା କରାଯାଇଛି? ସେ ହେଉଛି ଆମର ଭାରତ ଛାଡ଼ ଆନ୍ଦୋଳନକୁ ଫରାସୀ ବିପ୍ଳବ ଓ ରୁଷ ବିପ୍ଳବ ସହିତ ତୁଳନା କରାଯାଇଛି। 27 ନମ୍ବର ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥାନକୁ ରକ୍ତ ତୀର୍ଥ ବୋଲି କୁହାଯାଏ? ହେଲା ଇରମକୁ ରକ୍ତ ତୀର୍ଥ ବୋଲି କୁହାଯାଏ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। 28 ନମ୍ବର କ୍ୱେଶ୍ଚିନ୍ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? କେଉଁଠାରେ? ସେ ହେଲା ପୁନେଠାରେ ବନ୍ଦୀ କରି ରଖାଯାଇଥିଲା। ନେକ୍ସଟ କ୍ୱେଶ୍ଚିନ୍ ଆମେ ଦେଖିବା 29 ନମ୍ବର କ୍ୱେଶ୍ଚିନ୍ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ସରକାରରେ କେତେ ଜଣ ମନ୍ତ୍ରୀ ଥିଲେ? ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ସରକାରରେ 15 ଜଣ ମନ୍ତ୍ରୀ ଥିଲେ। ଅପସନ୍ ସି ହେଉଛି ସରି ପିଲାମାନେ ଭୁଲ ହେଇଗଲା ଏଠି। ନାଇଁ ଏଠି 10 ଜଣ। ହଁ ଏଟା ଟିକେ 10 ଜଣ ମନ୍ତ୍ରୀ ଥିଲେ। ବୁଝିଲା 10 ଜଣ ମନ୍ତ୍ରୀ ଥିଲେ। ନେକ୍ସଟ 30 ନମ୍ବର କ୍ୱେଶ୍ଚିନ୍ କେଉଁ ସରକାରଙ୍କ ଠାରୁ ନେତାଜୀ ଆନୁଷ୍ଠାନିକ ଭାବେ ଆଣ୍ଡାମାନ ଓ ନିକୋବର ଦାୟିତ୍ୱ ଗ୍ରହଣ କରିଥିଲେ? ସେ ହେଲା ଜାପାନ ସରକାରଙ୍କ ଠାରୁ। ଅପସନ୍ ଏ ହେଉଛି କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଆମେ 31 ନମ୍ବର କେଉଁ ଭାରତୀୟ ବିପ୍ଳବୀ ଜାପାନରେ ଭାରତୀୟ ସ୍ୱାଧୀନତା ସଂଘ ଗଠନ କରିଥିଲେ? ରାସ ବିହାରୀ ବୋଷ। 32 ନମ୍ବର କ୍ୱେଶ୍ଚିନ୍ ସୁଭାଷ ଚନ୍ଦ୍ର ବୋଷ କେବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ? 1923 ମସିହାରେ ଯୋଗ ଦେଇଥିଲେ। 33 ନମ୍ବର କ୍ୱେଶ୍ଚିନ୍ ପିଲାମାନେ କ୍ୟାବିନେଟ ମିଶନର ସଦସ୍ୟ ଥିବା କେଉଁ ବ୍ୟକ୍ତି ଭାରତର ସଚିବ ଥିଲେ? ପେଥିସ ଲରେନ୍ସ। ନେକ୍ସଟ କ୍ୟାବିନେଟ ମିଶନ କେତେ ସଂଖ୍ୟା ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭାର ପ୍ରସ୍ତାବ ଦେଇଥିଲା? କେତେ ସଂଖ୍ୟା? ସେଲା 389। ବୁଝିହେଲା ତ? ଅପସନ୍ ବି ହେଉଛି କରେକ୍ଟ ଆନ୍ସର। 35 ନମ୍ବର କ୍ୱେଶ୍ଚିନ୍ କ୍ଲିମେଣ୍ଟ ଅଟଲି କେଉଁ ଦଳର ନେତା ଥିଲେ? କ୍ଲିମେଣ୍ଟ ଅଟଲି ଶ୍ରମିକ ଦଳର ନେତା ଥିଲେ। ନେକ୍ସଟ 36 ନମ୍ବର କ୍ୱେଶ୍ଚିନ୍ 1946 ଡିସେମ୍ବର 11ରେ କିଏ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ? ସେ ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଅପସନ୍ ବି ହେଉଛି କରେକ୍ଟ ଆନ୍ସର। 37 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଆମକୁ ଦେଇଛି ଚୌରୀ ଚୌରା ଘଟଣାର କେତେ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ? ସେ ହେଉଛନ୍ତି 22 ଜଣ କର୍ମଚାରୀ। ହେଲା ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। ନେକ୍ସଟ 38 ନମ୍ବର କ୍ୱେଶ୍ଚିନ୍ କ୍ୟାବିନେଟ ମିଶନ ପ୍ରସ୍ତାବ ଅନୁସାରେ ମଧ୍ୟବର୍ତ୍ତୀକାଳୀନ ସରକାରରେ କେତେ ଜଣ ସଭା ରହିବାର ବ୍ୟବସ୍ଥା ଥିଲା? ସେ ହେଉଛନ୍ତି 14 ଜଣ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। ନେକ୍ସଟ 39 ନମ୍ବର କ୍ୱେଶ୍ଚିନ୍ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ୱେ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସର କେଉଁ ଅଧିବେଶନରେ ସଭାପତି ହୋଇଥିଲେ? ସେ ହେଉଛନ୍ତି ତ୍ରିପୁରା ଅଧିବେଶନରେ। 40 ନମ୍ବର ଏଇଟା ବହୁତ ଥର କ୍ୱେଶ୍ଚିନ୍ ଆସିଲାଣି ପିଲାମାନେ ମନେ ରଖିଥିବ।
40 नंबर केबे भारतर संविधान सभार प्रथम बैठक बसीथिला से होती 1946 मसीहा डिसेंबर 9 तारिख पिला माने धन्यवाद पिला माने वीडियो को शेयर कर दबो चैनल को सब्सक्राइब कर दबो एवं हम टेलीग्राम में जॉइन हे जीवो स्कूल पॉइंट कॉमर्स सर्च करी थैंक यू।